ଆପଣ ହେଉଛନ୍ତି ଜ୍ଞାନୀ ଗୁଣୀ ଲୋକ, ପୁରାଣ ଲୋକ, ଗୀତା ଭାଗବତ ଲୋକ। ଯଦି ଆପଣଙ୍କ ପାଟିରୁ ସେ କଥା ହେଉଛି, ସେ ୱାର୍ଡ଼ଟା ହେଉଛି ଯେ ଗତ କଥା ସୂଚନା ନାସ୍ତି। ଆଉ ଗତ କଥାକୁ ତୁମେ ଧର ନା। ଗତ କଥା କ'ଣ ପୁରାଣ କଥା ନୁହଁ, ଗୀତା ଭାଗବତ କଥା ନୁହଁ, ମହାଭାରତ ରାମାୟଣ କଥା ନୁହଁ, ବେଦ ବେଦାନ୍ତ କଥା ନୁହଁ, ଭଗବାନଙ୍କ କଥା ନୁହଁ। ଇଏ ତ ସବୁ ପୁରୁଣା କଥା। ଏ କଥାକୁ କାହିଁ ଲୋକଙ୍କ ଆଗରେ ବାରମ୍ବାର ଥୋଉଛ? ଲୋକଙ୍କ ପାଖରେ ବାରମ୍ବାର ଥୋଇବା କାରଣ କ'ଣ? ଅନ୍ୟକୁ ନଷ୍ଟଭଷ୍ଟ କରିବା। ତେଣୁ ଆପଣଙ୍କ ଭାଷାକୁ ଆଗେ ଆପଣ ସ୍ଥିର କରନ୍ତୁ, କେଉଁଟା ଠିକ୍, ପୁରୁଣା କଥା ଠିକ୍ ନା ଏଇ ପଦଟା ଠିକ୍। ଆଉ ଯଦି ଏ ପଦଟା ଠିକ୍ ନୁହଁ, ଆକୁ କାହିଁକି ଆପଣ ଉଚ୍ଚାରଣ ବାରମ୍ବାର କରୁଛନ୍ତି ଲୋକଙ୍କ ସାମ୍ନାରେ? ଆପଣ ହେଉଛନ୍ତି ଜ୍ଞାନୀ ଗୁଣୀ ଲୋକ, ପୁରାଣ ଲୋକ, ଗୀତା ଭାଗବତ ଲୋକ। ଯଦି ଆପଣଙ୍କ ପାଟିରୁ ସେ କଥା ହେଉଛି, ସେ ୱାର୍ଡ଼ଟା ହେଉଛି ଯେ ଗତ କଥା ସୂଚନା ନାସ୍ତି। ଆଉ ଗତ କଥାକୁ ତୁମେ ଧର ନା। ଗତ କଥା କ'ଣ ପୁରାଣ କଥା ନୁହଁ, ଗୀତା ଭାଗବତ କଥା ନୁହଁ, ମହାଭାରତ ରାମାୟଣ କଥା ନୁହଁ, ବେଦ ବେଦାନ୍ତ କଥା ନୁହଁ, ଭଗବାନଙ୍କ କଥା ନୁହଁ। ଇଏ ତ ସବୁ ପୁରୁଣା କଥା। ଏ କଥାକୁ କାହିଁ ଲୋକଙ୍କ ଆଗରେ ବାରମ୍ବାର ଥୋଉଛ? ଲୋକଙ୍କ ପାଖରେ ବାରମ୍ବାର ଥୋଇବା କାରଣ କ'ଣ? ଅନ୍ୟକୁ ନଷ୍ଟଭଷ୍ଟ କରିବା। ତେଣୁ ଆପଣଙ୍କ ଭାଷାକୁ ଆଗେ ଆପଣ ସ୍ଥିର କରନ୍ତୁ, କେଉଁଟା ଠିକ୍, ପୁରୁଣା କଥା ଠିକ୍ ନା ଏଇ ପଦଟା ଠିକ୍। ଆଉ ଯଦି ଏ ପଦଟା ଠିକ୍ ନୁହଁ, ଆକୁ କାହିଁକି ଆପଣ ଉଚ୍ଚାରଣ ବାରମ୍ବାର କରୁଛନ୍ତି ଲୋକଙ୍କ ସାମ୍ନାରେ?